ସାଇ ବାବାଙ୍କ ମୁଖ ନିଃସୃତ କିଛି ପବିତ୍ର ବାଣୀ। ପିତାମାତା ମହତ ଜୀବନଯାପନ କଲେ ସେମାନଙ୍କର ପିଲାମାନେ ମଧ୍ୟ ଉତ୍ତମ ଓ ମହତ ହେବେ। ସୁତରାଂ ମାତା ପିତା ସଂସ୍କାରୀ ହୋଇ ସନ୍ତାନମାନଙ୍କୁ ସଂସ୍କାରୀ କରିବା ଆବଶ୍ୟକ। ଯେ କେହି ହୁଅନ୍ତୁ ନା କାହିଁକି ନିଜ କର୍ମ ଫଳରୁ ବର୍ତ୍ତି ଯାଇ ପାରିବେ ନାହିଁ। କର୍ମ ଫଳ ଅବଶ୍ୟ ଭୋଗ କରିବାକୁ ପଡ଼ିବ। କର୍ମ ନେଇ ଫଳ, ତୀର୍ଥ ନେଇ ଜଳ, ଏହା ସତ୍ୟ ଚିରନ୍ତନ। ପୃଥିବୀରେ ନିଜ ମାତାଠୁ ବଳି ବଡ଼ ଦେବତା ଆଉ କେହି ନାହାନ୍ତି। ପରିଷ୍କାର ପରିଚ୍ଛନ୍ନତା ହିଁ ପବିତ୍ରତା। ଉତ୍ତମ ଆଚରଣ ସହ ଦୟା ଓ ପ୍ରେମ ଭାବ ହିଁ ମଣିଷ ପଣିଆ। ଜୀବନରେ ବହୁ ଦୁଃଖ କଷ୍ଟ ଯାତନା ରହିଛି ହିଁ ରହିବ। ଏଥିରୁ ଉଦ୍ଧାର ପାଇବା ପାଇଁ ଈଶ୍ୱର କୃପା ଲାଭ କରିବାକୁ ଯେତିକି ଆକୁଳ, ଈଶ୍ୱର ତୁମର ଦୁଃଖ ଭାର ଲାଘବ କରିବା ପାଇଁ ସେତିକି ଆଗ୍ରହୀ। କର୍ମ ଦ୍ୱାରା, ବଂଶ ଦ୍ୱାରା କିମ୍ବା ଧନ ଦ୍ୱାରା ଅମରତ୍ୱ ମିଳେ ନାହିଁ। ତ୍ୟାଗ ଦ୍ୱାରା ଏହା କେବଳ ଲାଭ କରାଯାଏ। ଓಂ ଶ୍ରୀ ସମତ ସଦ୍ଗୁରୁ ସାଇନାଥାୟ ନମଃ। ସତ୍ୟତାର ଡାକରା। ଫ୍ରାନ୍ସର ରାଜା ଚତୁର୍ଥ ହେନେରୀ ଘୋଡ଼ା ଉପରେ ବସି କୋଉଠିକି ଯାଉଥିଲେ। ତାଙ୍କ ଅଙ୍ଗରକ୍ଷକ ମଧ୍ୟ ସାଙ୍ଗରେ ଥିଲା। ସେତେବେଳେ ଗୋଟିଏ ଭିକାରୀ ତାଙ୍କୁ ମିଳିଲା, ଯିଏ ନିଜ ହ୍ୟାଟ୍ ଓହ୍ଲାଇ ତାଙ୍କର ଅଭିବାଦନ କଲା। ରାଜା ମଧ୍ୟ ନିଜର ହ୍ୟାଟ୍ ଓହ୍ଲାଇ ତା ଅଭିବାଦନର ପ୍ରତ୍ୟୁତ୍ତର ଦେଲେ। ଏସବୁ ଦେଖି ତାଙ୍କ ଅଙ୍ଗରକ୍ଷକ ପଚାରିଲା, ମହାରାଜ, ଏହା କ'ଣ ଉଚିତ ଯେ ଜଣେ ରାଜା ନିଜ ହ୍ୟାଟ୍ ଓହ୍ଲାଇ କୌଣସି ଭିକାରୀକୁ ଅଭିବାଦନ କରିବ? ଏଥିରେ ରାଜା କହିଲେ, ଯଦି ମୁଁ ଅଭିବାଦନ ଜଣେଇ ନଥାନ୍ତି ତାହେଲେ ମୋ ଆତ୍ମା ମୋତେ ଧିକ୍କାର କରିଥାନ୍ତା। ଫ୍ରାନ୍ସର ରାଜା ପାଖରେ ଗୋଟିଏ ଭିକାରୀର ବି ସଭ୍ୟତା ନାହିଁ। ବେଶଭୂଷା ବି କଥା କୁହେ। ଆପଣଙ୍କ ପିନ୍ଧିବା ବି ଏକ ପ୍ରକାର ବାର୍ତ୍ତା ପ୍ରଦାନ କରେ। ଆପଣ ଯାହା ବି ପିନ୍ଧନ୍ତି ଓ ଯେପରି ପିନ୍ଧନ୍ତି ସେଥିରୁ ଏକ ବିଶେଷ ସଂକେତ ମିଳେ। ଆପଣଙ୍କୁ ସର୍ବଦା ଆରାମ ଲାଗୁଥିବା ଭଳି ପୋଷାକ ପିନ୍ଧନ୍ତୁ। ନିଜ ଇଚ୍ଛାରେ କପଡ଼ା ବାଛି ପିନ୍ଧନ୍ତୁ। କିନ୍ତୁ କିଛି ମହତ୍ୱପୂର୍ଣ୍ଣ ଅବସରରେ ଅନ୍ୟ ଲୋକର ଇଚ୍ଛାକୁ ବି ସମ୍ମାନ ଦିଅନ୍ତୁ। ଯାହା ବି ପିନ୍ଧନ୍ତୁ ଏହି ଭରସା ସହ ପିନ୍ଧନ୍ତୁ କି ଆପଣ ସେ ପୋଷାକରେ ଭଲ ଲାଗୁଛନ୍ତି। ଏଥିରୁ ଆପଣଙ୍କୁ ଆତ୍ମବିଶ୍ୱାସ ମିଳିବ। ସଂସାରରେ ଆଖି ସବୁ ଜିନିଷ ଦେଖିଥାଏ। ଯଦି ଆଖି ଭିତରେ କିଛି ପଡ଼ିନଥାଏ, ଯଦି ଆଖି ଭିତରେ କିଛି ପଡ଼ିଯାଇଥାଏ ତାକୁ ଦେଖି ପାରିନଥାଏ। ବାସ୍ତବ ଜୀବନରେ ମନୁଷ୍ୟ ଠିକ୍ ସେହିପରି ପରର ଖରାପ ଗୁଣ ଦେଖିପାରେ, କିନ୍ତୁ ନିଜ ଭିତରେ ଥିବା ଖରାପ ଗୁଣକୁ ଦେଖିପାରେ ନାହିଁ। କିଏ ଆମକୁ ଭଲ କହିଲେ ଆମେ ଭଲ ହୋଇଯିବାନି, କି କିଏ ଆମକୁ ଖରାପ କହିଲେ ଆମେ ଖରାପ ହୋଇଯିବାନି। ଆମେ ନିଜେ ଯାହା ତାହା ହୋଇକି ହିଁ ରହିବା। ଜୟ ଶ୍ରୀ ଜଗନ୍ନାଥ।